ନମସ୍କାର, ମୋ ଶିକ୍ଷକ ସମାଜସେବୀ ବନ୍ଧୁଗଣ। ଡ୍ରପଆଉଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସାକାର କରିବାକୁ ମଙ୍ଗ କରୁଛୁ। ଏପ୍ରିଲ 30 ତାରିଖ ଠାରୁ ମେ 5 ତାରିଖ ପର୍ଯ୍ୟନ୍ତ ଘର ଘର ବୁଲି ସର୍ଭେ କରିବାକୁ ଆଜି ଆମେ ଦାୟିତ୍ୱ ରଖୁ। ଏଥିପାଇଁ ସରକାରଙ୍କ ଏକ ନୂଆ ଆପ୍ଲିକେସନ୍ CTS_OSEPA ମଧ୍ୟ ଲଞ୍ଚ ହୋଇସାରିଛି। ଏହାକୁ ମୋବାଇଲରେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଟିକେ ଫାଇଲ୍ ଡାଉନଲୋଡ୍ କରିହେବ, କିମ୍ବା ସବୁଠାରୁ ସହଜ ପନ୍ଥା ହେଲା ସରକାରଙ୍କ ତରଫରୁ ମିଳୁଥିବା ଟ୍ୟାବ୍ କମ୍ପ୍ୟୁଟର, ଯାହାକି ପ୍ରାୟ ସମସ୍ତଙ୍କ ପାଖେ ଉପଲବ୍ଧ ଅଛି। ଏଥିରେ ଏହି ଆପ୍ଟି ଅଲରେଡ଼ି ଅଛି। ଏହା ମଧ୍ୟ ଅଫଲାଇନ୍ ସୁବିଧାଯୁକ୍ତ, ଅନଲାଇନ୍ ଯିବାର ଟେନସନ୍ ବି ନାହିଁ। ଆପ୍ଲିକେସନଟିକୁ ଓପନ୍ କରି ସେଥିରେ ପ୍ରଥମେ ନିଜର ନାମ, ଯାହାକି ସର୍ଭେୟର ନେମ୍, ନେକ୍ସଟ ମୋବାଇଲ ନମ୍ବର, ଡିଷ୍ଟ୍ରିକ୍ଟ, ବ୍ଲକ, ଗ୍ରାମ ପଞ୍ଚାୟତ ନେମ୍ ଏବଂ ସ୍କୁଲର ୟୁଏସ୍ କୋଡ୍ଟି ଫିଲ୍ଅପ୍ କରି ଏହାକୁ ସବମିଟ୍ କରନ୍ତୁ ଏବଂ ଏହାପରେ କନଫର୍ମ ସବମିସନରେ ପୁଣି ଥରେ ଚେକ୍ କରିସାରି କ୍ଲିକ୍ କରିଦିଅନ୍ତୁ। ଏହାପରେ ପିଲାଙ୍କର ସର୍ଭେ ଆରମ୍ଭ କରିବା ପୂର୍ବରୁ ଯେକୌଣସି ଗୋଟେ ପିଲାର ଘରକୁ ଯାଇକି ତାର ଘରେ ଥିବା ଫ୍ୟାମିଲି ମେମ୍ବରଙ୍କର ମୋବାଇଲ ନମ୍ବର ଏବଂ 18 ବର୍ଷ ମଧ୍ୟରେ ଥିବା ପିଲାଙ୍କ ସଂଖ୍ୟା ଏବଂ ସେମାନଙ୍କର ଆଧାର କାର୍ଡ଼ ନିଜ ପାଖକୁ ଆଣିକି ରଖନ୍ତୁ ଏବଂ ଏହାପରେ ଟେକ୍ ସର୍ଭେ ଉପରେ କ୍ଲିକ୍ କରି ଷ୍ଟାର୍ଟ କରନ୍ତୁ। ଟେକ୍ ସର୍ଭେରେ ଆପଣ ପ୍ରଥମେ ପାଇବେ ନେମ୍ ଅଫ୍ ଦ ରେସ୍ପଣ୍ଡେଣ୍ଟ। ଆପଣଙ୍କୁ କିଏ ରେସ୍ପଣ୍ଡ କରୁଛି? ଘରର ଗାର୍ଡ଼ିଆନ୍ ରେସ୍ପଣ୍ଡ କରୁଛନ୍ତି କି ଘର ହେଡ୍ କରୁଛନ୍ତି କିମ୍ବା ତାଙ୍କ ଫ୍ୟାମିଲି ମେମ୍ବର କିଏ କରୁଛନ୍ତି, ତାଙ୍କ ନାଁଟି ଆପଣ ଆଙ୍କିପାରିବେ। ଏହାପରେ ସେ କିଏ, ଫ୍ୟାମିଲିର କ'ଣ ହେଡ୍ କି ଫ୍ୟାମିଲି ମେମ୍ବର କିମ୍ବା ନେବର, ତାକୁ ମଧ୍ୟ ଫିଲ୍ଅପ୍ କରନ୍ତୁ। ଏହାପରେ କଣ୍ଟାକ୍ଟ ନମ୍ବର, ଭିଲେଜ୍ ନେମ୍, 18 ବର୍ଷ ଭିତରେ ତାଙ୍କ ଘରେ ପିଲା ଅଛନ୍ତି କି ନାହିଁ, ୟେସ୍ କିମ୍ବା ନୋ, ତାପରେ ନମ୍ବର ଅଫ୍ ଚିଲଡ୍ରେନ୍ ଫିଲ୍ଅପ୍ କରନ୍ତୁ। ଯଦି ତାଙ୍କ ଘରେ 18 ବର୍ଷ ଭିତରେ କୌଣସି ପିଲା ନାହାନ୍ତି, ତାହେଲେ 0 ଏଣ୍ଟ୍ରି କଲା ପରେ ସବମିଟ୍ ଅପସନରେ କ୍ଲିକ୍ କରିଦିଅନ୍ତୁ। ଯଦି ଜଣେ ଅଛନ୍ତି, ତାହେଲେ ଆପଣଙ୍କୁ ଜଣେ ଚାଇଲ୍ଡର ଇନଫର୍ମେସନ୍ ଦେବାକୁ ପଡ଼ିବ। ଯଦି 2 ଜଣ ଅଛନ୍ତି, ସେ ଅନୁସାରେ 2 ଜଣଙ୍କର ଏହି ଅନୁସାରେ ଫିଲ୍ଅପ୍ କରିବାକୁ ପଡ଼ିବ। ଚାଇଲ୍ଡ ୱାନ୍ର ଇନଫର୍ମେସନରେ ଆପଣଙ୍କୁ ତାର ଏଜ୍ ଦେବାକୁ ପଡ଼ିବ। ପ୍ରଥମେ ଆଧାର କାର୍ଡ଼ରୁ ତାର ଡେଟ୍ ଅଫ୍ ବାର୍ଥରୁ ଏଜ୍ ଜାଣି ଏଜ୍ଟି ଫିଲ୍ଅପ୍ କରନ୍ତୁ। ଏହାପରେ ପିଲାଟି ଏନରୋଲ୍ଡ ହେଇଛି ନା ନାହିଁ ସ୍କୁଲରେ, ବ୍ଲକ ଭିତରେ ଥିବା ସ୍କୁଲରେ ଅଛି କିମ୍ବା ବ୍ଲକ ବାହାରେ ଅଛି କିମ୍ବା ଡିଷ୍ଟ୍ରିକ୍ଟ ବାହାରେ ଅଛି, ଯାହା ବି ଅପସନ୍ ଆସିବ ତାହା ସେଇ ଅନୁସାରେ ଚୁଜ୍ କରନ୍ତୁ। ଏହାପରେ ତାର ନେମ୍, ତାର ଡେଟ୍ ଅଫ୍ ବାର୍ଥ, ତାର ଜେଣ୍ଡର, ଆଧାର ନମ୍ବର ଏବଂ ସେ CWSL ପିଲା କି ନୁହଁ ଏହାକୁ ଫିଲ୍ଅପ୍ କରିସାରିଲା ପରେ ସେହିପରି ଚାଇଲ୍ଡ 2ର ଫିଲ୍ଅପ୍ କରିବେ। ଚାଇଲ୍ଡ 3ର ଯେତେ ଜଣ ଫ୍ୟାମିଲିରେ 18 ବର୍ଷ ଭିତରେ ଯେତୋଟି ପିଲା ଥିବେ ସେ ଅନୁସାରେ ଆପଣ ଫିଲ୍ଅପ୍ କରିବେ ଏବଂ ଲାଷ୍ଟରେ ଆସିଯିବ ଆପଣଙ୍କର ତାର ରିଜିଅନ୍, ସେ ଫ୍ୟାମିଲି ରିଲିଜିଅନ୍ କ'ଣ, କାଷ୍ଟ କ'ଣ, ମଦର ଟଙ୍ଗ କ'ଣ ଏବଂ ଏହାପରେ ଆପଣଙ୍କୁ ଫାଇନାଲ୍ ସବମିଟ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ଆପଣଙ୍କର ଗୋଟେ ଫ୍ୟାମିଲି ସର୍ଭେ କମ୍ପ୍ଲିଟ୍ ହେଇଯିବ, ଯାହାକି ଆପଣଙ୍କର ଏକ୍ସେଲ୍ ସିଟ୍ରେ ସେଭ୍ ହେଇକି